ଇଂରାଜୀରେ ଏକ କଥା ଅଛି, ସିଇଂ ଇଜ୍ ବିଲିଭିଂ। ଦେଖିଲେ ହିଁ ବିଶ୍ୱାସ କରି ହେବ। ସମସ୍ତଙ୍କୁ ପ୍ରେଜର ନମସ୍କାର। ମୁଁ ତବିୟସ, ଆପଣ ଦେଖୁଛନ୍ତି ଜେପି ଓଡ଼ିଆ। ଆପଣ ସମସ୍ତଙ୍କୁ ଜେପି ଓଡ଼ିଆ ଚ୍ୟାନେଲରେ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଭିଡ଼ିଓକୁ ଆଗକୁ ବଢ଼ିବା ପୂର୍ବେ ମୁଁ ଆପଣଙ୍କ ସମ୍ମୁଖରେ ସେ ବ୍ୟକ୍ତିଙ୍କ ବିଷୟରେ ରଖିବା ପାଇଁ ଚାହେଁ, ଯେଉଁ ବ୍ୟକ୍ତି ସିଇଂ ଇଜ୍ ବିଲିଭିଂ, ଦେଖିଲେ ହିଁ ବିଶ୍ୱାସ କରିହେବ, ଏହି ବିଷୟକୁ କହିଥିବା ବ୍ୟକ୍ତି ହେଲେ ଜଣେ ଲଣ୍ଡନର ବ୍ୟକ୍ତି। ଆଉ ଏହି କୋଟେସନକୁ ସେ ହିଁ କହିଥିଲେ ସିଇଂ ଇଜ୍ ବିଲିଭିଂ, ଯାହାଙ୍କର ନାମ ଥିଲା ଥୋମାସ ଫୁଲେର, ଯେଉଁ ବ୍ୟକ୍ତି ଜଣେ ଖ୍ରୀଷ୍ଟିଆନ ଥିଲେ। ଆଉ ଯେଉଁ ବ୍ୟକ୍ତି ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିଲେ। ଆଉ ଆପଣମାନେ ଜାଣନ୍ତି, ଏହି ବ୍ୟକ୍ତି ସିଇଂ ଇଜ୍ ବିଲିଭିଂ, ଏହି ବ୍ୟକ୍ତି ଜଣେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି। ଦେଖିଲେ ହିଁ ବିଶ୍ୱାସ କରିହେବ। ଆଉ ଗୋଟିଏ ବଡ଼ ଷ୍ଟେଟମେଣ୍ଟ ହେଲା ସିଇଂ ଇଜ୍ ବିଲିଭିଂ, ଦେଖିଲେ ହିଁ ବିଶ୍ୱାସ କରିହେବ। ଏହି ବିଷୟକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର 12 ଜଣ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥୋମା ଥିଲେ, ଯେଉଁ ବ୍ୟକ୍ତି କହୁଥିଲେ ଦେଖିଲେ ହିଁ ମୁଁ ବିଶ୍ୱାସ କରିବି। ଏହି ବିଷୟକୁ ସେ କହୁଥିଲେ। ତେବେ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବିଷୟକୁ ନେଇ ଷ୍ଟେଟମେଣ୍ଟ ଦେଉଥିଲେ। ଇଂରାଜୀରେ ଗୋଟେ କଥା ରହିଅଛି, ସିଇଂ ଇଜ୍ ବିଲିଭିଂ, ଦେଖିଲେ ହିଁ ବିଶ୍ୱାସ କରିହେବ। ମୁଁ ଜାଣି ନାହିଁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ବିଷୟକୁ ନେଇ କେତେ ସେ ଜାଣିଅଛନ୍ତି କିମ୍ବା ସେ ଏହା ଜାଣିଅଛନ୍ତି କି ନାହିଁ। ସେ ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କର ଏହା ଏକ କୋଟେସନ୍। କିନ୍ତୁ ଆଗକୁ ଆମମାନେ ଆଲୋଚନା କରିବା ବାଇବଲରେ ଏହି ବିଷୟକୁ ନେଇ କ'ଣ ଉଲ୍ଲେଖ ରହିଅଛି। ତାହା ପୂର୍ବେ ମୁଁ ଆପଣ ପ୍ରତ୍ୟେକଙ୍କୁ କହି ରଖିବା ପାଇଁ ଚାହିଁବି ଯେ, ବିଶେଷ କରି ଆପଣଙ୍କୁ ଜଣାଇବା ପାଇଁ ଚାହିଁବି, ବିଗତ ଦିନମାନଙ୍କ ମଧ୍ୟରେ ଆମର ଜେପି ଓଡ଼ିଆ ଚ୍ୟାନେଲ ଡିଲିଟ୍ ହୋଇଗଲା, ଯେଉଁଠାରେ ପ୍ରାୟ 41,000 ଉର୍ଦ୍ଧ୍ୱ ସବସ୍କ୍ରାଇବର ଥିଲା। ଆପଣମାନେ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କଲେ ଅନ୍ୟାନ୍ୟ ଲୋକମାନଙ୍କୁ ପହଞ୍ଚି ପାରିବ ଏବଂ ଅନ୍ୟାନ୍ୟ ଲୋକମାନେ ଜାଣିପାରିବେ ଏବଂ ସବସ୍କ୍ରାଇବ୍ ମଧ୍ୟ କରିବେ। ତେଣୁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବହୁତ ମାତ୍ରାରେ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ ଆଉ ଭିଡ଼ିଓକୁ ବହୁତ ମାତ୍ରାରେ ଭାଇରାଲ କରନ୍ତୁ। ଆଉ ଆପଣଙ୍କୁ ଜଣାଇ ରଖିବା ପାଇଁ ଚାହେଁ, ଆପଣମାନେ ଯଦି ଆମମାନଙ୍କ ସେବା କାର୍ଯ୍ୟରେ ସପୋର୍ଟ କରିବା ପାଇଁ ଚାହାନ୍ତି, ଆପଣମାନେ ସପୋର୍ଟ କରନ୍ତି, ତେବେ ଦେଇଥିବା ଫୋନ୍ପେ ନମ୍ବରରେ ଆପଣମାନେ ଦାନ ପଠାଇ ପାରିବେ ଆଉ ଅଫରିଂ ମାଧ୍ୟମରେ ଆପଣମାନେ ସାହାଯ୍ୟ କରିପାରିବେ। ତେବେ ଆସନ୍ତୁ ପବିତ୍ର ଶାସ୍ତ୍ର ବାଇବଲର ବାକ୍ୟକୁ ଆମମାନେ ଖୋଲିବା, ଯେଉଁଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର 12 ଜଣ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥୋମା ଥିଲେ, ଯେଉଁ ବ୍ୟକ୍ତି କହୁଥିଲେ ଦେଖିଲେ ହିଁ ବିଶ୍ୱାସ କରିବି, ସିଇଂ ଇଜ୍ ବିଲିଭିଂ। ତେବେ ଆସନ୍ତୁ ଆମମାନେ ଦେଖିବା ଯୋହନ ଲିଖିତ ସୁସମାଚାର ତାର 20 ଅଧ୍ୟାୟ 24ରୁ 29 ପର୍ଯ୍ୟନ୍ତ ଆମେମାନେ ଏଠାରେ ଦେଖିବା। କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ 12 ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସଙ୍ଗରେ ନଥିଲେ। ଅତଏବ ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନ ସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷ ଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ। 8 ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସଙ୍ଗରେ ଥିଲେ। ଦ୍ୱାର ସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମମାନଙ୍କର ଶାନ୍ତି ହେଉ। ପରେ ସେ ଥୋମାଙ୍କୁ କହିଲେ, ଇଆଡ଼େ ମୋହର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷ ଦେଶରେ ଦିଅ। ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ। ଥୋମା ତାହାଙ୍କୁ ଉତ୍ତର ଦେଲେ, ହେ ମୋହର ପ୍ରଭୁ, ମୋହର ଈଶ୍ୱର। ଯୀଶୁ ତାହାଙ୍କୁ କହିଲେ, ତୁମେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି ସେମାନେ ଧନ୍ୟ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ବଳିଦାନ ହେଲେ, ସେହି ସମୟରେ ଶିଷ୍ୟମାନେ ଇଆଡ଼େ ସିଆଡ଼େ ହୋଇଗଲେ। ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ କରିଥିବା ସେହି ସମସ୍ତ ଚମତ୍କାରକୁ, ଆଶ୍ଚର୍ଯ୍ୟ କର୍ମ ଗୁଡ଼ାକ, ଯୀଶୁଖ୍ରୀଷ୍ଟଙ୍କର କହିଥିବା ସେହି ସମସ୍ତ ବିଷୟକୁ ସେମାନେ ଭୁଲି ଯାଇଥିଲେ। ତାହା ପୂର୍ବେ
ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ବିଷୟ ମଧ୍ୟ ଜଣାଇଥିଲେ, ଦେଖ ମୁଁ ସମଗ୍ର ମାନବ ଜଗତର ଲୋକମାନଙ୍କର ପାପୀମାନଙ୍କୁ ଉଦ୍ଧାର ଦେବା ପାଇଁ, ପରିତ୍ରାଣ ଦେବା ପାଇଁ ଆସିଅଛି। ଆଉ ମୁଁ ସେମାନଙ୍କ ପାଇଁ ମୋତେ ମରିବାକୁ ହେବ, ଆଉ କାଲବରୀ କ୍ରୁଶରେ ମୋର ରକ୍ତ ଝରିବ, ଆଉ ମୁଁ ପୁନର୍ବାର ତୃତୀୟ ଦିନରେ ପୁନର୍ଜୀବିତ ହେବି। ଏହି ବିଷୟ ଶିଷ୍ୟମାନଙ୍କୁ କହିଥିଲେ। କିନ୍ତୁ ଶିଷ୍ୟମାନେ ଯୀଶୁଖ୍ରୀଷ୍ଟ ଯେତେବେଳେ ଧରା ପଡ଼ିଲେ, ଆଉ ଯୀଶୁଖ୍ରୀଷ୍ଟଙ୍କୁ ଯେତେବେଳେ ଧରାଗଲା, ସଠିକ୍ ସମୟ ଆସିଲା, ଆଉ ଯୀଶୁଖ୍ରୀଷ୍ଟଙ୍କୁ ଯେତେବେଳେ ବଳିଦାନ କରାଯାଉଛି, ସେହି ମୁହୂର୍ତ୍ତରେ, ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଛାଡ଼ି ଶିଷ୍ୟମାନେ ଅନ୍ୟାନ୍ୟ ବାଟ ଦେଇ ସେମାନେ ପୁନର୍ବାର ନିଜ ନିଜ କାର୍ଯ୍ୟ, ଯାହା ସାଂସାରିକ କାମ କରୁଥିଲେ ପୂର୍ବରୁ, ସେହି ସମସ୍ତ ବିଷୟ ପୁନର୍ବାର କରିବାକୁ ଗଲେ। ଆଉ ଯୀଶୁଖ୍ରୀଷ୍ଟ ଯେତେବେଳେ ପୁନର୍ଜୀବିତ ହେଲେ, ସେହି ସମୟରେ ଲୋକମାନଙ୍କୁ ଦର୍ଶନ ଦେଲେ। ଆଉ ଧୀରେ ଧୀରେ ଶିଷ୍ୟମାନେ ଜାଣିବାକୁ ପାଇଲେ, ଆଉ ଶିଷ୍ୟମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଦର୍ଶନ ଦେବାକୁ ଲାଗିଲେ। ଆଉ ଯେତେବେଳେ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ, ସେହି ସମୟରେ ଆଉ ସେହି ମୋମେଣ୍ଟରେ ଜଣେ ବ୍ୟକ୍ତି ନଥିଲେ, ଥୋମା। ଆଉ ଥୋମା ଏହି ବିଷୟ ଜାଣିପାରିନଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନର୍ଜୀବିତ ହୋଇଅଛନ୍ତି। ଆଉ ଏହି ବିଷୟ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଅନ୍ୟାନ୍ୟ ଶିଷ୍ୟମାନେ ଦେଖିଲେ, ପରେ ଶିଷ୍ୟମାନେ ଯାଇକି ଥୋମାଙ୍କୁ କହିଲେ, ଥୋମା, ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିଅଛୁ। ତେବେ ସେହି ମୋମେଣ୍ଟରେ ଆଉ ସେହି ମୁହୂର୍ତ୍ତରେ ସେହି ଥୋମା କହିଥିଲେ, ମୁଁ ଯେ ପର୍ଯ୍ୟନ୍ତ ଦେଖିବି ନାହିଁ ସେ ପର୍ଯ୍ୟନ୍ତ ବିଶ୍ୱାସ କରିବେ ନାହିଁ। ଯେ ପ୍ରକାରେ ଆମମାନେ ସିଂ ଇଜ୍ ବିଲିଭିଂ, ଯେଉଁ ଭାରତ ଦେଶର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ବିଷୟକୁ ଷ୍ଟେଟମେଣ୍ଟ ଦେଲେ, ସିଂ ଇଜ୍ ବିଲିଭିଂ, ଦେଖିଲେ ହିଁ ବିଶ୍ୱାସ କରିହେବ। ଠିକ୍ ଥୋମାଙ୍କ ଜୀବନରେ ମଧ୍ୟ ଏହି ବିଷୟ ଥିଲା। ମୁଁ ଦେଖିଲେ ହିଁ ବିଶ୍ୱାସ କରିବି, ନ ଦେଖିଲେ ବିଶ୍ୱାସ କରିବି ନାହିଁ। ଯୀଶୁଖ୍ରୀଷ୍ଟ ଆମ ପାଇଁ ଯେଉଁ ଅଙ୍ଗୁଳିରେ, ହାତ ଗୁଡ଼ାକରେ ସେ କଣ୍ଟାର ଆଘାତ ସହିଲେ, କଣ୍ଟାର ମୁକୁଟକୁ ସେ ପିନ୍ଧିଲେ ଆମମାନଙ୍କୁ ଉଦ୍ଧାର ପରିତ୍ରାଣ ଦେବା ପାଇଁ, ସେହି ସମସ୍ତ ବିଷୟକୁ ମୁଁ ନ ଦେଖିଲେ, ନ ଛୁଇଁଲେ ମୁଁ କେବେ ବି କଦାପି ବିଶ୍ୱାସ କରିବି ନାହିଁ। 8 ଦିନ ପରେ ପୁନର୍ବାର ଶିଷ୍ୟମାନେ କୋଠରୀରେ ଥିଲେ। ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନର୍ବାର ସେମାନଙ୍କୁ ଦର୍ଶନ ଦେଲେ। ଆଉ ଯୀଶୁଖ୍ରୀଷ୍ଟ ସେହି ସମୟରେ ସେମାନଙ୍କୁ କହୁଅଛନ୍ତି, ତୁମମାନଙ୍କର ଶାନ୍ତି ହେଉ। ସେହି ସମୟରେ ଥୋମାଙ୍କୁ ସେ ଡାଇରେକ୍ଟ କହୁଅଛନ୍ତି, ତୁମର ଇଆଡ଼େ ହାତ ବଢ଼ାଅ, ଆଉ ଏହିସବୁ କକ୍ଷ ଦେଶ ଗୁଡ଼ାକ ଛୁଅ, ଆଉ ଦେଖ, ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ। ସେହି କ୍ଷଣି, ସେହି ମୁହୂର୍ତ୍ତରେ ଥୋମା ଜଣକୁ କହିଲେ, ହେ ମୋହର ପ୍ରଭୁ, ହେ ମୋହର ଈଶ୍ୱର। ସେହି ସମୟରେ ଯୀଶୁ ତାଙ୍କୁ କହିଲେ, ତୁମେ ତ ଦେଖିବାରୁ ମୋତେ ବିଶ୍ୱାସ କରିଅଛ, ଯେଉଁମାନେ ନ ଦେଖିକି ମୋତେ ବିଶ୍ୱାସ କଲେ ସେମାନେ ଧନ୍ୟ। ଆଜି ସେମାନେ ଜାଣି ରଖିବା ଦରକାର, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ବିଶ୍ୱାସ କରନ୍ତି ନାହିଁ। ଥୋମାଙ୍କ ପରି ଆଜି ମଧ୍ୟ ଅନେକ ଲୋକ ଅଛନ୍ତି, କିନ୍ତୁ ସେହି ଥୋମାଙ୍କୁ, ଯେଉଁ ଥୋମା ବିଶ୍ୱାସ ମଧ୍ୟ କରୁନଥିଲେ ଯୀଶୁଖ୍ରୀଷ୍ଟ ପୁନର୍ଜୀବିତ ହୋଇଅଛନ୍ତି ବୋଲି, ସେହି ଥୋମାଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଦର୍ଶନ ଦେଲେ। ଏ ବିଷୟ ଜାଣି ରଖନ୍ତୁ, ଯୀଶୁଖ୍ରୀଷ୍ଟ ପୁନରୁତ୍ଥାନ ଏବଂ ଜୀବନ ଅଟନ୍ତି। ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି। ଦୁନିଆର ଅନେକ ଲୋକମାନେ ଆସିଲେ, ଅନେକ ଲୋକମାନେ ମରିଲେ। ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ, ଯୀଶୁଖ୍ରୀଷ୍ଟ ମରିଲେ, ଆଉ ସେ ପୁନର୍ଜୀବିତ ହେଲେ। ଆପଣ ଜାଣନ୍ତି, ଦୁନିଆରେ ଲୋକମାନଙ୍କର ବାର୍ଥଡେକୁ ସେଲିବ୍ରେସନ୍ କରାଯାଏ ଏବଂ ସେମାନଙ୍କର ମେମୋରିଆଲକୁ, ଯେଉଁମାନେ ମରିଯାଆନ୍ତି ସେମାନଙ୍କର ମେମୋରିଆଲକୁ ସେଲିବ୍ରେସନ୍ କରାଯାଏ, ସ୍ମରଣ କରାଯାଏ। କିନ୍ତୁ ଦୁନିଆରେ ଏହି ପ୍ରକାର କେବଳ ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କର ଜନ୍ମକୁ, ଯାହାଙ୍କର ମୃତ୍ୟୁକୁ, ଯାହାଙ୍କର ପୁନରୁତ୍ଥାନକୁ ମଧ୍ୟ ସେଲିବ୍ରେସନ୍ କରାଯାଏ। ଜଣେ କେବଳ ଏହି ପ୍ରକାର ବ୍ୟକ୍ତି ଅଛନ୍ତି ଏହି ପୃଥିବୀରେ, ଯେଉଁ ବ୍ୟକ୍ତି ଶକ୍ତିଶାଳୀ, ଆଉ ଯେଉଁ ବ୍ୟକ୍ତି ମହାନ ପରାକ୍ରାନ୍ତି ପରମେଶ୍ୱର ଅଟନ୍ତି, ଯାହାଙ୍କର ପୁନରୁତ୍ଥାନକୁ ସେଲିବ୍ରେସନ୍ କରାଯାଏ, ଅର୍ଥାତ୍ ମୃତ୍ୟୁରୁ ପୁନର୍ଜୀବିତକୁ ସେଲିବ୍ରେସନ୍ କରାଯାଏ। ଆଉ ସେହି ଯୀଶୁ କୁହନ୍ତି, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ବଞ୍ଚିବ। ପରମେଶ୍ୱରଙ୍କର ଜୀବିତ ବାକ୍ୟ ଆଜି ମଧ୍ୟ ଲୋକମାନଙ୍କ ଜୀବନରେ କାର୍ଯ୍ୟ କରେ। ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହେଁ, ଆପଣ କୌଣସି ଧର୍ମର ଲୋକ ହୁଅନ୍ତୁ, ଆପଣ ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ, ବାଇବଲକୁ ପଢ଼ନ୍ତୁ, ଯୀଶୁଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଆଜି ସମୟ ରହିଅଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଖ୍ରୀଷ୍ଟିଆନ ଲୋକମାନଙ୍କର କୋଟେସନ୍, ସିଂ ଇଜ୍ ବିଲିଭିଂ, ଦେଖିଲେ ହିଁ ବିଶ୍ୱାସ କରିହେବ। ଏହି ସମସ୍ତ ବିଷୟକୁ ଆମେ ଆଜି ପବିତ୍ର ଶାସ୍ତ୍ର ବାଇବଲରେ ଦେଖିବାକୁ ପାଇଲୁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ଯେଉଁମାନେ ନ ଦେଖିକି ବିଶ୍ୱାସ କଲେ ସେମାନେ ଧନ୍ୟ। ଆଜି ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହିଁବି, ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ପ୍ରେମ କରନ୍ତି, ଉଦ୍ଧାର ପରିତ୍ରାଣ ଦେବା ପାଇଁ ଚାହାନ୍ତି। ଆଉ ସେହି ଥୋମା ଯିଏ ପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ କରୁନଥିଲେ, ସେହି ଥୋମା ଆମ ଭାରତ ଦେଶକୁ ଆସି ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରୁ କରୁ
ନିଜ ଜୀବନକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଉତ୍ସର୍ଗ କଲେ, ତାହାଙ୍କୁ ମାରି ଦିଆଗଲା, ଆଉ ସେ ନିଜ ଜୀବନକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଦେଲେ। ଆଉ ସେ ଜଗତର ପ୍ରତ୍ୟେକ ବିଷୟ ଭୟକୁ ସେ ଛାଡ଼ି ଦେଇଥିଲେ। କାରଣ ପବିତ୍ର ଶାସ୍ତ୍ର ବାଇବଲରେ ଲେଖାଯାଏ, ତୁମେମାନେ କେବଳ ସେମାନଙ୍କୁ ଭୟ କରିବ ଯେଉଁମାନେ ଆତ୍ମା ଏବଂ ଶରୀରକୁ ଘାତ କରିପାରନ୍ତି ଉଭୟକୁ। ମଣିଷ କେବଳ ଶରୀରକୁ ଘାତ କରେ, ଆପଣଙ୍କର ଆତ୍ମାକୁ ନୁହେଁ। ଆତ୍ମା ପରମେଶ୍ୱରଙ୍କର ଅଟେ, ତାହାକୁ ନଷ୍ଟ କରିବାର ଅଧିକାର କେବଳ ପ୍ରଭୁଙ୍କ ପାଖରେ ରହିଅଛି। ପ୍ରଭୁ ଯଦି ଚାହିଁବେ, ତେଣୁକରି ପରମେଶ୍ୱର ବିଚାର କରିବେ। ଆମମାନଙ୍କର ଆତ୍ମିକ ଜୀବନ, ଆମମାନଙ୍କର ଆତ୍ମା ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ଦରକାର। ତେଣୁ ଆମମାନେ ସେ ପରମେଶ୍ୱରଙ୍କୁ ଜାଣିବା ଦରକାର। ତ ଏ ଭିଡ଼ିଓକୁ ମୁଁ ଏତିକିରେ ସମାପ୍ତ କରେ। ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।